ବାଚସ୍ପତି ମହୋଦୟ, ସ୍କୁଲରେ ତ ସ୍ମାର୍ଟ ବୋର୍ଡ ଅଛି, କିନ୍ତୁ ସେଠାରେ କ'ଣ ପିଲାମାନେ ପାଠ ପଢ଼ିବାର ସୁଯୋଗ ପାଇପାରୁଛନ୍ତି? ଶିକ୍ଷା ମନ୍ତ୍ରୀ ଏହାର ଜବାବ ଦିଅନ୍ତୁ। ମୁଁ ମାନ୍ୟବର ଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସେ ନିଜର ମତ ରଖିବେ। ଧନ୍ୟବାଦ ବାଚସ୍ପତି ମହୋଦୟ। ଆମ ସ୍କୁଲରେ ସ୍ମାର୍ଟ କ୍ଲାସରୁମ୍ ମାଧ୍ୟମରେ ଶିକ୍ଷକମାନେ ନିୟମିତ ଭାବରେ ପାଠ ପଢ଼ାଉଛନ୍ତି ଏବଂ ପିଲାମାନେ ଡିଜିଟାଲ ଶିକ୍ଷା ମାଧ୍ୟମରେ ବିଷୟଗୁଡ଼ିକୁ ବହୁତ ଭଲ ଭାବରେ ବୁଝିପାରୁଛନ୍ତି ଏବଂ ଶିକ୍ଷା ପାଇଁ ଆହୁରି ଅନେକ ଯୋଜନା ମାଧ୍ୟମରେ ଆମେ କରିଅଛୁ। ଏହା ଖୁବ୍ ଶୀଘ୍ର ଆରମ୍ଭ ହେବ। ବାଚସ୍ପତି ମହୋଦୟ, ସ୍କୁଲରେ ତ ଖେଳାଳି ଅଛନ୍ତି, କିନ୍ତୁ ଖେଳିବା ପାଇଁ ଭଲ ପଡ଼ିଆଟେ ନାହିଁ। କୋର୍ଟ କାମ କେବେ ସରିବ? ମୁଁ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଏହାର ମତ ରଖିବେ। ଧନ୍ୟବାଦ ମହୋଦୟ। ଆମ ସ୍କୁଲରେ ଭଲିବଲ ଓ ବ୍ୟାଡମିଣ୍ଟନ କୋର୍ଟ କାମ ଚାଲିଛି ଓ ଖୁବ୍ ଶୀଘ୍ର ପିଲାମାନେ ସେଠାରେ ଖେଳିବେ। ଧନ୍ୟବାଦ ମହୋଦୟ। ବାଚସ୍ପତି ମହୋଦୟ, ସ୍କୁଲରେ ତ କଦଳୀ ବଗିଚା ଓ ଫୁଲ ଅଛି, ହେଲେ ପରିବା କିଣିବାକୁ ପଡୁଛି। କୃଷି ମନ୍ତ୍ରୀ କ'ଣ କରିଛନ୍ତି? ମୁଁ କୃଷି ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସେ ତାଙ୍କର ମତ ରଖିବେ। ଧନ୍ୟବାଦ ମହୋଦୟ। ବର୍ତ୍ତମାନ ଆମେ ସୌନ୍ଦର୍ଯ୍ୟକରଣ ପାଇଁ ଫୁଲ କଦଳୀ ବଗିଚା କରିଛୁ। ଖୁବ୍ ଶୀଘ୍ର ଆମେ ପରିବା ଚାଷ ମଧ୍ୟ ଆରମ୍ଭ କରିବୁ। ସେଉଠୁ ପିଲାମାନେ ପରିବା ପ୍ରଦାନ କରିବୁ। ଧନ୍ୟବାଦ। ବାଚସ୍ପତି ମହୋଦୟ, ପିଇବା ପାଣି ଓ ପରିମଳ ବ୍ୟବସ୍ଥାରେ ସ୍ୱାସ୍ଥ୍ୟ ମନ୍ତ୍ରୀ କ'ଣ କରୁଛନ୍ତି? ମୁଁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସେ ତାଙ୍କର ମତ ରଖିବେ। ଧନ୍ୟବାଦ ମହୋଦୟ। ସ୍କୁଲରେ ଶୁଦ୍ଧ ପିଇବା ପାଣି ବ୍ୟବସ୍ଥା ରହିଛି ଏବଂ ବାଚସ୍ପତି ମହୋଦୟ, ସ୍କୁଲରେ ଛୋଟ ପିଲା ଏବଂ କନ୍ୟା ସନ୍ତାନଙ୍କ ସୁରକ୍ଷା ଓ ସୁବିଧା ପାଇଁ କ'ଣ କରାଯାଇଛି? ମୁଁ ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ନିଜର ମତ ଦେବେ। ଧନ୍ୟବାଦ ମହୋଦୟ। ଆମ ସ୍କୁଲରେ ଛାତ୍ରୀମାନଙ୍କ ପାଇଁ ଶିକ୍ଷକ ପରାମର୍ଶ ସଦସ୍ୟମାନେ ଆଜିର ପ୍ରଶ୍ନ ଓ ଉତ୍ତର ଅଧିବେଶନରେ ଆମେ ସ୍କୁଲ ଶିକ୍ଷା, କ୍ରୀଡ଼ା ଏବଂ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କଲେ। ସଦସ୍ୟମାନଙ୍କୁ ମୁଁ ଧନ୍ୟବାଦ ଦେଉଛି। ବର୍ତ୍ତମାନ ଶୂନ୍ୟକାଳ ଆରମ୍ଭ ହେବ। ମୁଁ ମାନ୍ୟବର ପରିବହନ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଏହାର ଉତ୍ତର ଦେବେ। ଧନ୍ୟବାଦ ମହୋଦୟ। ଦୂରରୁ ଆସୁଥିବା ପିଲାଙ୍କ ପାଇଁ ସରକାରୀ ସାଇକେଲ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଆଗକୁ ପରିବହନ ସୁବିଧାକୁ ଆହୁରି ସହଜ କରାଯିବ। କ୍ଷମା କରିବେ ବାଚସ୍ପତି ମହୋଦୟ, ମୋର ଶେଷରେ ଗୋଟିଏ ପ୍ରଶ୍ନ ଅଛି। ଆମ ପରିବେଶ ତ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି, ସେଥିପାଇଁ ପରିବେଶ ମନ୍ତ୍ରୀ କ'ଣ କରୁଛନ୍ତି? ଧନ୍ୟବାଦ। ମୁଁ ବିଭାଗୀୟ ମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସେ ନିଜର ଉତ୍ତର ଦେବେ। ପରିବେଶ ସ୍ୱଚ୍ଛ ରହିବା ପାଇଁ ବିଦ୍ୟାଳୟରେ ଡଷ୍ଟବିନ୍ ବ୍ୟବସ୍ଥା ରହିଛି। ପ୍ରତିଦିନ ଡଷ୍ଟବିନ୍ ମଧ୍ୟ ସଫା ହେଉଛି। ଏହାକୁ ଅଧିକ ଉନ୍ନତି କରିବା ପାଇଁ କାର୍ଯ୍ୟକ୍ରମ କରୁଛନ୍ତି। ଉଭୟ ପକ୍ଷକୁ ଧନ୍ୟବାଦ। ଆଜିର ଆଲୋଚନା ସଫଳ ହେଲା। ମୁଁ ଆଜି ପାଇଁ ସଭା ଭଙ୍ଗ କରୁଛି। ଜୟ ହିନ୍ଦ।